जय श्री राधाकृष्ण डेप चैनल को स्वागत। केउं समय तेल लगाइबा उचित, केमिति तेल लगाइबा उचित, तेल लगाइबा द्वारा कौन लाभ बा कौन क्षति होइथाय से विषय रे आमे जानिबा। प्रतिदिन तेल मालिश करिबा द्वारा वायु विकार, वार्धक्य एवं क्लांति आसे नहीं। मस्तक, कर्ण और पाद देशरे विशेष भावे तैलमर्दन करिबा उचित। ओडिया रे एक ढग अछि, मुंडरे पकड़ी पादरे तेल, वैद संगरे खेलिब गेल। महर्षि द्वैपायन ए संपर्क रे कहिसंती, पाद तले कर्णशिरे लगाए जे तेल, व्याधि आक्रमण तहि हुई विफल। पादरे तैलमर्दनर उपकारिता संबंधରେ କହିବାକୁ ଯାଇ ଜଣେ ଆୟୁର୍ବେଦାଚାର୍ଯ୍ୟ କହିଛନ୍ତି, ବୃକ୍ଷ ମୂଳରେ ଜଳସେଚନ କଲେ ଯେପରି ପଲବାଦି ପୃଷ୍ଟ ହୁଏ, ସେହିପରି ପାଦରେ ତୈଳମର୍ଦନ କଲେ ପାଦର ଦୃଢ଼ତା, ନିଦ୍ରା ଓ ଦୃଷ୍ଟିଶକ୍ତି ବୃଦ୍ଧି ସଙ୍ଗେ ସଙ୍ଗେ ଶରୀରର ମଧ୍ୟରେ ରୋଗ ପ୍ରବେଶ କରିପାରେ ନାହିଁ। ତୈଳ ମଧ୍ୟରେ ତିଳ ବା ରାଶି ତେଲ ସର୍ବୋତ୍ତମ, ତାପରକୁ ସୋରିଷ ତେଲକୁ ଉତ୍ତମ ମନେ କରାଯାଏ। ଘୃତ ତୁଳନାରେ ତୈଳର ମହତ୍ତ୍ୱ କିଛି କମ୍ ନୁହେଁ। ଘୃତାଦଷ୍ଟଗୁଣଂ ତୈଳଂ ମର୍ଦନେ ନ ତୁ ଭକ୍ଷଣେ। ତୈଳରେ ଘୃତ ତୁଳନାରେ 8 ଗୁଣ ଶକ୍ତି ଅଛି। ପାର୍ଥକ୍ୟ ଏତିକି, ଘୃତ ଖାଇଲେ ଗୁଣକାରୀ, ତୈଳ ମାଲିସ କଲେ ଗୁଣକାରୀ। ଶରୀରରେ ତୈଳ ମାଲିସ ଆବଶ୍ୟକତା ଏଥିପାଇଁ ଯେ ମନୁଷ୍ୟ ଶରୀର ମଧ୍ୟରେ ଯଥେଷ୍ଟ ଅଗ୍ନିତତ୍ତ୍ୱ ରହିଛି। ଏହି ଅଗ୍ନିତତ୍ତ୍ୱ ଉତ୍ତାପ ରୂପରେ ଶରୀରର ସମସ୍ତ ଯନ୍ତ୍ରପାତି କଳକବ୍ଜାକୁ ନିୟମ ଅନୁସାରେ ଚାଳିତ କରେ। ଯେତେବେଳେ ଏହି ଉତ୍ତାପ କମିଯାଏ, ସେତେବେଳେ ଶରୀରର ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗ ଠିକ୍ ଠିକ୍ କାମ କରିବାକୁ ସକ୍ଷମ ହୁଅନ୍ତି ନାହିଁ। ଶରୀରର ତୈଳ ମାଲିସ କରିବା ଦ୍ୱାରା ଚର୍ମ ଉପରେ ଏକ ପତଳା ଆସ୍ତରଣ ତିଆରି ହୁଏ ଏବଂ ସେହି ସ୍ଥାନର ଉତ୍ତାପ ବାହାରକୁ ବାହାରିପାରେ ନାହିଁ କି ବାହାରର ଥଣ୍ଡା ସହଜରେ ଭିତରକୁ ପ୍ରବେଶ କରିପାରେ ନାହିଁ। ଫଳରେ ଆଭ୍ୟନ୍ତରୀଣ ଉତ୍ତାପ ଠିକ୍ ରହେ। ଯେଉଁ ଅଙ୍ଗରେ ପୀଡ଼ା, ଫୁଲା, ଯନ୍ତ୍ରଣା ଆଦି ଥାଏ, ତାହା ଦୂର ହୋଇଥାଏ। ଏହି ଲକ୍ଷ୍ୟରେ କୋଚିଲାଖାଇ ତେଲ, ସୂର୍ଯ୍ୟକିରଣ ପ୍ରଭାବିତ ଲାଲ ତେଲ ଆଦି ଲଗାଯାଏ। ଏହି ତେଲ ସେଠାରେ ଗରମ ସେକ ପରି କାମ ଦିଏ। ଯେଉଁମାନଙ୍କର ଅନିଦ୍ରା ଦୋଷ ରହୁଛି, ସେମାନେ ଶୋଇବା ସମୟରେ ଖାଣ୍ଟି ରାଶି ତେଲ ଗୋଡ଼ ହାତରେ ମାଲିସ କଲେ ଭଲ ନିଦ୍ରା ହୁଏ। ଯେଉଁମାନେ ଯୌନ ଅକ୍ଷମ, ସେମାନେ ନିୟମିତ ସମଗ୍ର ଶରୀରରେ ରାଶି ତେଲ ମର୍ଦନ କରିବା ଉଚିତ। ସୋରିଷ ତେଲ ପାଦରେ ଲଗାଇଲେ ଥଣ୍ଡା ଦୂର ହୁଏ, ଦୃଷ୍ଟିଶକ୍ତି ବୃଦ୍ଧି ପାଏ। ନଡ଼ିଆ ତେଲ ଦେହରେ ଲଗାଇଲେ ଲୋମକୂପ ପରିଷ୍କାର ରହେ। ଶୀତ ଦିନରେ ଘଣା ପକା ସୋରିଷ ତେଲ ଏବଂ ଅନ୍ୟ ସବୁଦିନେ ରାଶି ତେଲ ଶରୀର ପକ୍ଷରେ ଅତ୍ୟନ୍ତ ଉପଯୋଗୀ। ଯେଉଁମାନଙ୍କର ମୁଣ୍ଡ ଗର୍ମି, ଭ୍ରମ, ମୂର୍ଚ୍ଛା ଦୋଷ ଅଛି, ସେମାନଙ୍କ ପାଇଁ ରାଶି ତେଲ ମହୌଷଧି କହିଲେ ଚଳେ। ଆହୁରି ମଧ୍ୟ ତୈଳମର୍ଦନ ଆରମ୍ଭରେ ଏକ ମନ୍ତ୍ର ଅଛି। ସେ ମନ୍ତ୍ରଟି ହେଉଛି ଓମ୍ ଅଶ୍ୱତ୍ଥାମ୍ନେ ନମଃ। ଏହି ମନ୍ତ୍ର ପଢ଼ି ପ୍ରଥମେ ଭୂମିକୁ 3 ବିନ୍ଦୁ ତୈଳ ନିକ୍ଷେପ କରିବ। ତାପରେ ସର୍ବପ୍ରଥମେ ନାଭିରେ ତେଲ ଲଗାଇ ହାତ ଏବଂ ପାଦ ନଖରେ ତେଲ ଲଗାଇବ। ତାପରେ ସମଗ୍ର ଶରୀରରେ ତୈଳ ମାଲିସ କରିବ। ଏହି ମାଲିସ ସମୟରେ କୌଶଳ ବା ତନ୍ତ୍ରକୁ ଭୁଲିଗଲେ ଚଳିବନି। ପାଦ, ବାହୁ ଓ ପିଠିର ମାଲିସ ତଳୁ ଉପରକୁ ଏବଂ ପେଟ ତଥା ଛାତି ମାଲିସ ହୃତ୍ପିଣ୍ଡ ଉପର ଆଡ଼କୁ କରିବା ଆବଶ୍ୟକ। ବେକର ମାଲିସ ଉପରକୁ ତଳକୁ କଲେ ଉପକାର ମିଳେ। ଗ୍ରୀଷ୍ମକାଳରେ ଶୀତଳ ଛାୟାରେ, ଶୀତକାଳରେ ଖରାରେ ବସି ତୈଳ ମାଲିସ କରିବା ଉଚିତ। ଶୀତକାଳରେ ପ୍ରବଳ ବେଗରେ ପବନ ବହୁଥିବାରୁ ଘରେ ବସି ମାଲିସ କରାଯାଇପାରେ। ଜ୍ୱର, କାଶ ଇତ୍ୟାଦି ରୋଗ ଅବସ୍ଥାରେ ଭୋଜନ ପରେ ପରେ ଅତି କମରେ 3 ଘଣ୍ଟା ନ ଯିବା ପର୍ଯ୍ୟନ୍ତ ତୈଳ ମାଲିସ ନିଷେଧ। ତୈଳ ମାଲିସର 15-20 ମିନିଟ୍ ପରେ ସ୍ନାନ କରିବା ଉଚିତ।